ଆଦିଆ କୋଉଟା ଖାଇବୁ? এইটা এই মিঠা খাইব কହୁଛି নে নে এলো নে ରହ ରହ ବଢିଆ ବଢିଆ ହାମ୍ ଗାଡିରେ ନୂଆ ଲାଇଟ୍ ଲାଗୁଛି ସେଇ ଖୁସିରେ ଦବୁ କଣ କହ ଆଜି ପାଟି ଦବୁ ନା ଆଜି ବାର ନା କାଲି ଦବ ପାଟି କାଲି ପୂର୍ଣ୍ଣିମା ଅଛି ନା ବ୍ୟସ୍ତ ପୂର୍ଣ୍ଣିମା ଲାଇଟ୍ ଟା ଜଳିଲେ ଜଣା ପଡନ୍ତା ଏଚଜି ର ନା ଥଣ୍ଡା ଜୋର ଅଛି ଫ୍ରିଜ ରେ ଥିଲା ତ ପୁରା ଆଇସ୍କ୍ରିମ ଭଳିଆ ଜୋର ଥଣ୍ଡା ଅଛି ଭଲ ଲାଗେ ଦାନ୍ତ କଣ ହେଇଯିବ ଜର ହବ ତତେ ଜର ହବ ତମର ଥଣ୍ଡା ହବ Hey guys, welcome back to new vlog. तो केम दोछन आपण मन आशा कर आपण मन बहुत भलर थिबे एबे टाइम हेलानी भाई आसे कि 12टा देखौ जुरु 12टा बजाको 10 मिनिट भलिया अछि एपरंत माने खिया पिया किछि हेइनी आज बहुत डेरी रे उठिली पागडा पूरा वर्षा पाग करछन तो सोई पड़थिली बहुत डेरी रे उठी के काम सरली तो जळखिया ओरा सबले खाइला भल लागुनी तो भाबुती छतुआ टिके आनी के जा भी हेले बुट आनी जी आज फेसई रखिबी छतुआ करी डेली सकाळ जेम खाउतली खाइबी एठी मो झियो बसी तार से खेलुची आद्या तलुकु जिबुनु की तलुकु जिबु नै हैं खेलुचु आ तो चलो भाई जीवा तळुकु मा कोन करिछि कोन कइला मा करिछि उपमा डालमा और घरे खाई दबा पछे देखा राति रे जदी हो छतु आनी भी से जो छतु को बुट आनी भी घरे ताको फ्रेश हे दबा ताको ग्राइंडिंग रे ग्राइंडर होला आज बा तलुकु जीवा चल आ आइला मछुना आइला गेला हाउच हे ବର୍ଷାଟା ହଉଛି ଭାଇ ପବନଟା ବି ଜୋର ଦଉଛି ଚାରିଆଡେ ଓଦା ଆଦି ମୋ ଝିଅ ଦେହଟା ଉଷୁମ ଲାଗୁଛି ତା ଗୋଟେ ଔଷଧ ତାର ଅଛି ନା ଔଷଧ ଆସିବ ଝୁଅର ଔଷଧ ଅଛି ତା ଦେଇଦବ ଟିକେ ଉଷୁମ ଲାଗୁଛି ହଉ ଆସ ଯାଉଛି ତଳକୁ এই উপমা ଉପମା ଡାଲମା ଡାଲମା ଗୋଟେ ଅଲଗା ଷ୍ଟାଇଲ କରୁନୁ ତୁ ବାଗ କରୁନୁ ଜମା ଡାଲମା ଗୋଟେ ଅଲଗା ଟାଇପ ର ଗୋଟେ କରୁନୁ ସବୁବେଳେ ଗୋଟା ଟାଇପ ର ଏମିତି ଭଲ ଲାଗୁନି ଅଲଗା ଲୋକଙ୍କ ଘରେ କେନ୍ ମସଲା ଫସଲା କଣ ମାରି ଦଉଛନ୍ତି ତା ଦେହରେ ବଢିଆ ନାଗୁଛି ସେମିତିଆ କରୁନୁ ଡାଲମା ମସଲା ମୁଁ ସେଇପାଇଁ ମତେ ଚିଟି ମାଡା ଘରେ ଖାଇବାକୁ ତୁ ଡାଲମା ଜମା ବାଗ କରୁନୁ କିଏ ସିଏ କଲା କର ତୁ କଲା କର ସବୁ ଏକା ଭଳିଆ କରିଦଉଛ କୁନୁ ନୂଆ ଡ୍ରେସ ଟା ପିନ୍ଧି ଦେଇଛି କାଲି ଆଣିଥିଲା ଯେ ସେଇଟା ପିନ୍ଧି ଦେଇଛି ଘରେ ଏଠି ଉପମା ଡାଲମା ମୋ ଝିଅ ଖାଉଛି ମତେ ଉପମା ଡାଲମା ଜମା ପସନ୍ଦ ନୁହଁ ଉପମା ଘୁଗୁନି ନହେଲେ ଆଳୁଦମ ହେଲେ ମତେ ଭଲ ଲାଗେ ସେଇପାଇଁ ଖାଇଲିନି ଉପମା ଶିରା କାଲି ଜାଣିଥିଲି ମିଠା ଥିଲା ସେ ଶିରା ପକେଇ ଖାଇବା ଆଉ ମୋ ଝିଅ ଉଷୁମ ଲାଗୁଛି ତା ଦିହ କଣ କଣ ରୁଟି ସହିତ ଗୋଟେ ଉପମା ସହିତ କହୁଛି ନା ଡାଲମା ଫାଲମା ମତେ ଭଲ ଲାଗେନି ଆଉ କାହାର ହେଲେ ଭଲ ଲାଗେ ଆମ ଘର ମତେ ଭଲ ଲାଗୁନି ଆଣେ କାଇଁ ଶିରା କାଇଁ ପକେଇଛ କଣ लो କୋଟା ଖାଇବୁ କୋଟା 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 ଏଟା ଖାଇବୁ କୋଟା ଖାଇବୁ କୋଉଟା କୋଉଟା ଏ ଗ୍ରା ଦାଉଚି 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 ଏଇଠିକି ଆ ଦାଉଚି ଆଦ୍ୟା ଖାଇବୁ ଆ ଏପଟକୁ ଆ ରାଜଭୋଗ ଏଇ ଏମିତି କଣ ଦେଇଛ ଆ ଧୀରେ ପକାଅ କେତି ପକେଇବ ପକଉନ ହଁ ଥାଉ 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 ଉପମା ଶିରା ଖାଇବୁ ଆ ଉପମା ଶିରା ମିଠା କୋଉଟା ଖାଇବୁ ର ଦଉଛି ର ନେ ଧନ ଦେଖିଲୁ ଭଲ ଭଲ ରାଗ ନାଗୁଛି ଭଲ ଦେଖିଲୁ କୋଉଟା ଖାଇବୁ ନା ମିଠା ନହେଲେ ଖା ଏଇଟା ରାଗ ଲାଗିବ ତାକୁ ଲଙ୍କା କାଇଁ ପକେଇ ଦଉଛୁ ସେଡୁ ନେ ଖାଇ ଡାଲମା ଏତେ ଦିନରେ ଟେରେରେ ଖାଉଛୁ ଟେରେ ନେଲେ ମିଠା ମିଠା ନା ମିଠା ମିଠା लो ମିଠା ମିଠା ଦେଖୁଛି ଦେଖୁଛି କଣ ଦବୁ ଏ ବଢିଆ 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 ନାଚ 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 ଯୋଉଟା ତାକୁ ଭଲ ଲାଗିବ ସେ ନାଚିବ ଖାଇସାରିଲେ ହଁ ନାଚ ନାଚ ହାତ ପୁରେଇ ଦବ ଆଜି କୋଉଟା ଖାଇବୁ ଜାଗା ନାହିଁ
এইটা এই মিঠা খাইব কହୁଛି ଆକୁ ତ କୋଉଠି ଜାଗା ନାହିଁ ସେଇଠି ବସି ଖାଇବେ ଇଆଡେ ବସି ଖାଇବେ ନେ ନେ ହେଲ ନେ ସେଇ ମିଠା ଖାଇବ ଦେଖିବ ସେଇଟା ରହ ରହ ବଢିଆ ବଢିଆ ହାମ୍ ଦେଖ ଇଏ ଏ ଲଙ୍କା ପକେଇ ଦେଇଛି ତ ମତେ ରାଗ ରାଗ ନ ଭଲ ଲାଗୁନି ଆଉ ରାଗ ରାଗ ଲାଗୁଛି ବା ଅବାଗିଆ ଲାଗୁଛି ବେଶୀ ଲଙ୍କା ପକେଇଥିବ ମୁଁ ଜିରା ଦେଖୁନ ମେଞ୍ଚା ପକେଇଛୁ ସେ ଖାଇବ ସେ ମିଠା ଖାଇବ ବୋଲି କେମିତି ହଉଛି ମିଠା ତାର ଫେଭରେଟ ସେ ବୋଲି ହାତ ନେଇଯିବ ନେଲୋ କହିଦଉଛି କଣ ନାଚେ 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 ମା ନାଚେ ନାଚିଲୁ ଜାମ୍ବାଗଜର ବେଷ୍ଟ ଭାଇ 7ଟା ଏବେ ବାଜିଲାଣି ମୁଁ ସକାଳେ ବ୍ଲଗ ଯାଇ କରିଥିଲି 12ଟା ପାଖାପାଖି 12:30 ବେଳେ ଆଉ କିଛି କରିନି ଦିନ ଯାକ ମାନେ ବର୍ଷା ଏତେ ଜୋର ହଉଥିଲା ଖାଇକି ଆସିକି ମୁଁ ଟୋଟାଲି ଶୋଇଛି ଆଜି ବି ଆଜି ଯାଇପାରିଲିନି ତ ବହୁତ ଦିନ ପରେ ଗୋଟେ ଦିନ କାଲି ଗଲି ଆଜି ବି ବନ୍ଦ ହେଇଗଲା ମୋ ଝିଅ ସେଠି ପାଠ ପଢିବ ତାର ପାଠ ଦବ କଣ ଜ୍ୟୋତି ତାକୁ ସେଠି ଆମ ଆଦିଆ ଖାଉଛି ତ ତା ଖାଇବା ସରିଲେ ତାକୁ ପାଠ ଦବ ତ ସେ ପାଠ କରିବ ଆଜି ସ୍କୁଲ ବି ମୋ ଝିଅ ଯାଇନି ସକାଳେ ଆଜି ଡେରିରେ ଉଠିଲା ବର୍ଷା ବି ଆଜି ସକାଳୁ ପୁରା ହଉଛି ନହେଲେ ମୋ ଝିଅର ସ୍କୁଲ କେବେ ବି ବନ୍ଦ ହୁଏନି ଡେରି ମିଲ୍କ ଚକୋଲେଟ ଗୋଟେ ଆଣିଦେଲା ଏଟା ଜେଜେ ଆଣିଥିଲେ ଏବେ ଡେରି ମିଲ୍କ ତୁ ଖାଇବୁ ନା ମୁଁ ଖାଇବି କିଏ ଖାଇବ ଚକୋଲେଟ ଦେଖି ଆଇଛୁ ଆଦି ଆଇଛି ଖାଇବ ନେ ଏ ନେଇଗଲା ରେ ଯାହା ଯିଏ ଖାଇବ ସେଠି ଆସିବ ଟିକେ ନ ଖାଇଲେ ତାର ଟିକେ ହଜମ ହବନି ତୁ ଟିକେ ବଡ ପିଲା ହେଲେ ସେଟା ତତେ ସବୁ ଦିଅନ୍ତି ତୁ ତ ଟିକେ ବଡ ହେଇଯା କହୁଛି ହାମ୍ ଏଇଟା ହାମ୍ କରିବୁ କହିଲାଣି ନେ ଭଲ ଏଇ ଦେଖ ମତେ ମତେ କହିଲା କଣ କହିଲା ଭିଡିଓ କରିବାକୁ ରିଲ୍ସ କରିବାକୁ ଏମିତି କଣ ହଉଛି ତ ଗାଡି କାମଟା ହଉଛି ଦବୁ ପାଟି ଦବୁ ଶୁଣୁ ଶୁଣୁ ବାଦଲ ଶୁଣୁ ଗାଡିରେ ନୂଆ ଲାଇଟ୍ ଲାଗୁଛି ସେଇ ଖୁସିରେ ଦବୁ କଣ କହ ଆଜି ପାଟି ଦବୁ ନା ଆଜି 12 ନା କାଲି ଦବ ପାଟି ହଁ କାଲି ପୂର୍ଣ୍ଣିମା ଅଛି ନା ବ୍ୟସ୍ତ ପୂର୍ଣ୍ଣିମା ଲାଇଟ୍ଟା ଜଳିଲେ ଜଣା ପଡନ୍ତା HG0 ନା କେମିତି ଦେଖା ହଉଛି ଟ୍ରାଏଲ କରିନାହାନ୍ତି ଜମା ଲଗେଇନାହାନ୍ତି ଜମା ଟ୍ରାଏଲ କରିନାହାନ୍ତି ଏ ତ ଏମିତି କାହିଁ ହଉଛୁ ତମ ସାଙ୍ଗରେ ଲୋକ ଦେଖିବାନି ଜାଣିପାରିବେ ଅମରେଶ୍ୱର ମନ୍ଦିରର ମେନ୍ ଟୋକା ଇଏ ନା ଶୁଣୁ ଶୁଣୁ ଦବୁ ନା ନାଇଁ ପାଟି କହ ଦବୁ ତ କୋଉଠି ଦବୁ ମେଫେୟାର ମୋ ଗାଡ଼ିରେ ଲଗେଇ ଲଗେଇ ଭାବୁଛି ମୁଁ ଡରିକି ସେଇଥିପାଇଁ ଲଗଉନି କାହିଁକି କହିଲ ମୁଁ ସେ ଛୋଟ ଲାଇଟ୍ ଲଗେଇଲେ କିଛି ଫାଇଦା ହବନି ଯୋଉଥିପାଇଁ ମୁଁ ଲଗେଇବି ସେଇ ରିଲାଏନ୍ସ ପ୍ରେସ୍ ଆସିଥିଲି ବ୍ୟାଗ୍ ଫ୍ୟାଗ୍ କିଛି ଆଣି ନାହିଁ ଯାଉଛି ତଳୁ ଗୋଟେ ବସ୍ତା ମାଗିକି ଆଣିବି ଜିନିଷ ନେଇକି ଯିବି ଆଉ ଭାଇ ମୋର ମସ୍ତ ସପିଂ ସରିଗଲା ଦେଖିପାରୁଥିବେ ବସ୍ତାରେ ନେଇକି ଯାଉଛି ତଳୁ କିଏ ଆସିବ ଜାଲି ନେଇକି ଯିବ ଉପରକୁ ଗୋଟେ ବସ୍ତା ମାଗିକି କାମ ଚଳେଇଦେଲି ଆଉ ଓଫୋ स्मार्ट बाजार ଆଡି ଆଡିରେ ଆଡି ନିଦ ମାରୁଛି ନା କଣ ସେ ଶୋଇବ ଦେହଟା ଉଷୁମ ଲାଗୁଛି ଏ ଆ ମୁଣ୍ଡ ଭଲ ହେଇଗଲା ତ ମୁଣ୍ଡ ଭଲ ହେଇଗଲା ଇଏ କଣ
ଲାଗିଲା ରୋଲ ଅନ୍ ଲଗେଇ ଦେଇଥିଲି ଯୋଉ ଭଲ ହେଇଗଲା ଆଖି ପୋଡ଼ିଲା ତାର ଭଲ ହେଇଗଲା ଏ ଆଣିଛି ଯୋଉ ଇଏ ଯାଇଥିଲି ରିଲାଏନ୍ସ ହେଲା ଏ ଯୋଉ ନଥିଲା ତେଲ ଫେଲ ହରିକା ସବୁ କଣ ଅଛି ତା ଭିତରେ କାଢିଲ ଦେଖ କାଢିକି ଏଇଟା ହେଇଗଲା କୁକୁନି ତାତିଛି କେଡ଼େ ଜୋର ଆଉ ପିଠା କରିବ ପିଠା ହବ ଆହୁରି ଭୋକ କଲାଣି ମତେ ପିଠାଟା ଗରମ ଗରମ ହେଇନା ବାପା ଖିଆ ହବ ନା ହଉ ପିଠା ପକେଇବୁ କାଢିଲ ଏଇଟା କଣ ଅଛି ଛତୁ ଗୋଟେ ନେଇଯାଇଛି କଣ କହିଲା ମୁଁ ସକାଳେ ଖାଇବାକୁ ନାହିଁ ତ ଏଇଟା ଫର୍ଚୁନ ଭଲ ଲାଗିବ ଫର୍ଚୁନ କେବେ ଆଣେନି ଏମିତି ପ୍ୟାକେଟ୍ ଆଣିଲେ ଅଧିକା ପଇସା ପଡ଼ିବନି ନେଇ ଆସି ଘରେ ଚଲେଇକି କରିଦେବୁ ଏଇଟା ଆଣିଛି କଣ କହିଲ ପେରି ପେରି ମସଲା ଯୋଉ କହୁନଥିଲା ମୋମୋ ହରିକା ଯୋଉ ପକେଇ ଇଏ ଖାଆନ୍ତି ଆଇଲା କାମରେ ନାଗିବାକୁ ଚାଲିଲା କି ଡାଣ୍ଟ ଡଡ଼ ସାଧା ଆଣିଛି ବା ଅବାରର ଖାଇ ହଉଛି କଣ এইটা ମୁଁ ଫାର୍ଷ୍ଟ ଟାଇମ୍ ଆଣିଛି ସବୁବେଳେ ଦେଖେ ଖାଲି ଥୋଇ ଦେଇ ପଳାଏ ସେ ମୋତେ ଭାରି ଇଚ୍ଛା ହୁଏ ଚିଜ୍ ଖାଇବାକୁ ଥୋଇ ଦେଇ ପଳାଏ ସେଟା ପିଜ୍ଜା ଫିଜ୍ଜା ସବୁ ପକାନ୍ତିନି ଯୋଉ ଚିଜ୍ ସେମିତି ଖାଲି ଖାଇବା ବଢ଼ିଆ ଲାଗିବ ନା ମଖନା ଏଟା ପ୍ୟାକେଟଟା ବା ମଖନାଟା ବଡ଼ ସାଇଜଟା ଏଇଟା ଗନ୍ଧ କପୁର ଯୋଉ ସେ ଓଡ଼ଶ ଗୁରା ଯୋଉ ପ୍ରବଳ ହଉଛି ତାକୁ ମାରିବା ପାଇଁ ଭାଇ କିରୋସିନଟା ଆଣିବି ଏସବୁ ଯାତ୍ରା କରିବାକୁ ପଡ଼ିବ ଆଣିଲି କଣ କଲା ବୋତଲ ଗୁରା ବଢ଼ିଆ ଲାଗିଲା ତ ହାତକୁ ନେଇ ଯାଇଲି କେତେ କହିଲି 3-4 ଟଙ୍କା ଫରକ ନାଇଁ ରିଲାଏନ୍ସ ଫ୍ରେଶରୁ ବୋତଲ ଗୁରା ବଢ଼ିଆ ଲାଗୁନି 3-4 ଟଙ୍କା ଫରକ କାହିଁ ଆଣିବି ସେ ପ୍ୟାକେଟ ବାଲା ପୁଣି ଢଳା ଢଳି କରିବୁ ନେଗାଡ଼ିବୁ ପ୍ୟାକେଟ ନେଇଗଲି ହଁ ଏଇଟା ଫର୍ଚୁନ ଏଇଟା ବି ବୋତଲ ଫର୍ଚୁନ ଭଲ ନୁହଁ ବଢିଆ ଖୋଲିଲ ଶୁଙ୍ଗିଲ ଫର୍ଚୁନ ଠୁ ଏଇ ଯୋଉ ଫ୍ରିଡମ ଠୁ ଏଇଟା ଅଧିକା ପଇସା ତାଠୁ ଏଇଟା ଅଧିକା ସିଏ ତ ଆହୁରି ଡବଲ ହରିଣ ହରିକା ଇଏ ନା ଏଇଟା ଶୁଙ୍ଗିଲ ଦେଖିଆ ବାସ୍ନା ହଉଛି ଭଲ ଜଣା ପଡୁନି ହଁ ଏଇଟା ବା ଅଛି ଭଲ ସେଟା ଖୋଲିଦେବି ଏଇଟା ପେରି ପେରି ମସଲା ବୋତଲ ବାଲା ହଁ ଏ ସବୁ ଯାକ ଏ ବୋତଲ ବା ବୋତଲ ବାଲା ଇଏ ପଡିଥିଲା আর 3-4 ଟଙ୍କା ଫରକ କାଇଁ ଜରି ବୋଲେ ଆଣିବି 4 ଟଙ୍କା ପାଇଁ ବୋତଲଟା ଗୋଟେ ବଢିଆ ଲାଗୁନି ବୋତଲ ରହିଲେ ଢଳା ଢଳି କରିବ ବୋତଲ ବି କାମ ଦବ ନା ଚଲ ଏଇ ମୋ ଚିଜ ତୁ ଦା ଚାଖିବୁ କେମିତିଆ ଆରେ ଏଟା ପିଜ୍ଜା ପିଜ୍ଜା ଏଇ ଦେଖୁନ ଏଇ ଦେଖ ତଳେ ଦେଖିନି ଚିତ୍ର ପାଉରୁଟିରେ ବି ଇଏ କଲେ ହଁ ହବ ଚିଜ ମୁଁ ସେମ ଜାଣିଛି ଖାଇବାକୁ ମୁଁ ବଢିଆ ଲାଗିବ ନା ମାମୁନୁ ଏଇ ଯୋଉ ଆଣିକି ଚିଜ ଖାଇବୁ ଭିତରେ ଚିଜ ଦେଇକିନା ଛାଣନ୍ତିନି ଇଏ କରିକି ଚିକେନ ଚିଜ ବଲ ହଁ ତୁ ଏତେ ଆଉ ଯାତ୍ରା ନାହିଁ ମୁଁ ଡାଇରେକ୍ଟ ଖାଲି ଖାଇଦେବି ଚାଖିଆ କେମିତି ଲାଗୁଛି ଖୋଲିଲୁ ଖୋଲିଲୁ କେମିତି ଲାଗୁଛି ଖୋଲିଲୁ ନୂଆ ଡ୍ରେସଟା କାଲି ଆସିଥିଲା ପିନ୍ଧିକି ହକରା ହକରା ହଉଛି ଆଉ ଘର ପିନ୍ଧା ଡ୍ରେସ ଆଉ ବଢିଆ ଲାଗୁନି ହାଲକା ଖୋଲିଲ ଖାଲି ଖାଇବା କେମିତି ଲାଗୁଛି ଜଣା ପଡିବ ନା ଥଣ୍ଡା ଜୋର ଅଛି ଦେଖିଲ ଥଣ୍ଡା ଜୋର ଅଛି ଫ୍ରିଜରେ ଥିଲା ତ ପୁରା ଆଇସ୍କ୍ରିମ ଭଳିଆ ଜୋର ଥଣ୍ଡା ଅଛି ଭଲ ଲାଗେ ଦାନ୍ତ କଣ ହେଇଯିବ ଜର ହବ ତତେ ଜର ହବ ତମର ଥଣ୍ଡା ହବ ଲହୁଣୀ ମାଖନ ଦେଖିବ ଦେଖ କେମିତିଆ ଏଟା ଚୁନା ଚୁନା ପୁରା ହେଇଛି ଦେଲ ଲହୁଣୀ ଭଳିଆ ଲାଗୁନି ମେଲ୍ଟ ହେଇଗଲା ପୁରା ଟାଣି ହବ ପୁରା ରବର ଭଳିଆ ପୁଣି ଗୋଟେ ଚାଖିଲୁ ଖାଇଲୁ ଭଲ ଲାଗୁଛି କେମିତି ଲାଗୁଛି ରହୁନି ନା ଏପଟେ ଦେଖିପାରୁଥିବେ ଚକୁଳି ଚାଲିଛି ଭୋକ କଲାଣି ଏଟା ଫାଷ୍ଟ ପଡିଛି ଭାଇ 2-4ଟା ହେଇଗଲେ ମୁଁ ଖାଇବାକୁ ବସିଯିବି ସେ ଗୋଟେ ଘୁଗୁନିଟା କାଢି ଦଉନ ଥଣ୍ଡା ହବ ଟିକେ ବହୁତ ଗରମ ଅଛି ଗୋଟେ ଜାଗାରେ ଭୋକ କଲାଣି ମାମୁନୁ ତୁ ଖାଇବୁ ଘୁଗୁନି ଅବିଆ ବାପା ସାଙ୍ଗରେ ପିଠା ଭୋକ ହେଇନାହିଁ ଆଉ କଣ ତତେ ଭୋକ କେତେବେଳେ ହବ କି
ସେଉ ଗାଠିଆ ଆଦିରେ ସେ ଆଖି ମଳିଲାଣି ଶୋଇବ ବୋଧେ। ତମେ ତରକାରୀଟା ଥଣ୍ଡା କର ବୁଝିଲ, ବହୁତ ଗରମ ଅଛି। ପିଆଜ ଫିଆଜ ଦିଟା ପଡିଥିଲେ ବଢିଆ ଲାଗିଥାନ୍ତା ନା। ଯିବି କାଳିଆ ଦୋକାନ ଡାଲିଟା ନେଇ ଆସିବି, ନହେଲେ ସେ କହୁଛି ଅବିକା ହର ଡାଲି ନା କୋଉ ଡାଲି? ପୁଣି ଆଉ ଥରେ ଯାଇ ନେଇକି ଆସିବାକୁ ପଇଲା ସବୁ। ଆସନ ଦଉନି ଏ ଖାଲି ପିଠା ଖାଇବୁ? ଖାଲି ପିଠା ହଁ ତରକାରୀ ବି ଆଗିଆ ଥଣ୍ଡା ହେଇଗଲା ଦେଖିଲୁ, ଟିକେ ଗରମ ଅଛି ତଥାପି ଗରମ ଅଛି। ହଁ ଆଉ ଦରକାର ନାହିଁ କିଛି, ପିଆଜ ଫିଆଜ ସିନା ପକେଇଥିଲେ ଟିକେ ଭଲ ଲାଗିଥାନ୍ତା। ଆଣିଛି ଡାଲି ଫାଲି ସବୁ ଅଛି, ପକେଇଦବ ହେଲା। ଆଉ ବେସନ ହେରିକା ମଇଦା ଫଇଦା ସବୁ ଆଇଛି, କରିଦବ ଭେରାଇଟି ଆଇଟମ। କଳା ଲୁଣ ହଁ ହଁ ହେଇଯିବ, ଥାଉ 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 ଲୁଣିଆ ହେଇଯିବ। କଳା ଲୁଣ ଟିକେ ପକେଇଲେ ଘୁଗୁନିଟା ଟିକେ ବାସ୍ନା ହୁଏ ବଢିଆ। ପିଠା ପିଠାଟା ଏମିତି ସାଧା ରହିଲେ ମାନେ ଖଟା ଫଟା କିଛି ନଥିବ ବଢିଆ ଲାଗେ। ଖଟା ମୋଟା ଲାଗିଲେ ମୁଣ୍ଡ ଚିଡିଯାଏ। ଭାଇ ତଳୁ ଖାଇ ପିଇକି ମସ୍ତ ଏବେ ପଳେଇ ଆସିଲି। ତ ଏଇ ମଖନାଟା ଭାଇ କାହାକୁ ଭଲ ଲାଗେ ଟିକେ ମତେ କମେଣ୍ଟରେ ଜଣେଇବେ। ମଖନାଟା ବଢିଆ ଲାଗେ ଜିନିଷଟା, ମୁଁ ଆଣେ ପ୍ରାୟ ଯେ ବହୁତ ଦିନ ଯାଇନଥିଲି ରିଲାଏନ୍ସ ମାର୍ଟ ବୋଲି ଆଣିନଥିଲି। ତ ଠିକ ଅଛି, ମୁଁ ଚାଲି ଏବେ ଏଡିଟ୍ କରିବି। ତ ଆଜିର ଭିଡିଓଟି କେମିତି କଣ ଲାଗିଲା ଜଣେଇବା ପାଇଁ ଜମା ବି ଭୁଲିବେନି। ଯଦି ଭିଡିଓଟା ଟିକେ ବି ଭଲ ଲାଗିଛି ପ୍ଲିଜ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରିଦେବେ। ତ ରହୁଛି ନେକ୍ସଟ ଭିଡିଓରେ ଦେଖା ହବା, ବାଏ ବାଏ।